ଆଜି ଆମେ ସଂକ୍ଷିପ୍ତ ଜୀବନୀ ପଢ଼ିବା। ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂକ୍ଷିପ୍ତ ଜୀବନୀ ବିଷୟରେ ଜାଣିବା। ଉତ୍କଳ ଗୌରବ ମଧୁସୂଦନ ଦାସ। ମଧୁସୂଦନ ଦାସ 1848 ମସିହା ଏପ୍ରିଲ ମାସ 28 ତାରିଖରେ କଟକ ଜିଲ୍ଲାର ସତ୍ୟବାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ। ପିଲାଦିନୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ମିଳିଥିଲା। ସେ M.A. ଏବଂ ଓକିଲାତି ପାସ୍ କରିବା ପରେ କଲିକତାରେ ଓକିଲାତି ଆରମ୍ଭ କରିଥିଲେ। ମଧୁସୂଦନ ଦାସ କଲିକତାରେ ଓକିଲାତି ଆରମ୍ଭ କରିଥିଲେ। କଲିକତାରୁ ଆସି କଟକରେ ଓକିଲାତି କଲାବେଳେ ଲୋକେ ତାଙ୍କୁ ମଧୁ ବାରିଷ୍ଟର ବୋଲି ଡାକିଲେ। କଲିକତାରୁ ଆସି କଟକରେ ଓକିଲାତି କରୁଥିଲେ, ସେତେବେଳେ ଲୋକମାନେ ତାଙ୍କୁ ମଧୁ ବାରିଷ୍ଟର ଡାକିଲେ। ସେ ଉତ୍କଳ ଟେନେରୀ ଏବଂ ଓଡ଼ିଶା ତାରକସିକା ନାମ ଉତ୍କଳ ଟେନେରୀ ଏବଂ ଓଡ଼ିଶା ତାରକାସିକାମ ନାମକ ଦୁଇଟି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଏହି ବରପୁତ୍ରଙ୍କର 1934 ମସିହା ଫେବୃଆରୀ ମାସ 4 ତାରିଖରେ ଦେହାନ୍ତ ହୋଇଥିଲା। ଜାତି ଉଦ୍ଦେଶ୍ୟରେ ସେ ଉତ୍କଳ ସମ୍ମିଳନୀରେ ଆହ୍ୱାନ ଦେଇ କହିଥିଲେ, ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧୀରେ ଧରେ ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ। ତାଙ୍କ ଉତ୍କଳ ଗୌରବ ଭାବେ ସମସ୍ତେ ସମ୍ମାନ କରୁଥିଲେ। ଏହା ଥିଲା ଗୌରବ ମଧୁସୂଦନ ଦାସଙ୍କର। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୀବନୀ ଏତିକି ଥିଲା। ତାପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ। ବାଲ୍ୟକାଳରୁ ଦୁଃଖ ଦେଖିଲେ ତାଙ୍କ ପ୍ରାଣ କାନ୍ଦି ଉଠୁଥିଲା। ପାଠ ପଢ଼ିବା ସହିତ ଜନସେବାରେ ସେ ମନ ପ୍ରାଣ ଢାଳି ଦେଇଥିଲେ। କିଏ? ଗୋପବନ୍ଧୁ ଦାସ। ଢାଳି ଦେଉଥିଲେ। ଭାରତକୁ ସ୍ୱାଧୀନ କରିବାରେ ତାଙ୍କ ଅବଦାନ କିଛି କମ୍ ନୁହେଁ। ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ଲେଖିଥିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ୱରାଜ ପଥେ ଯେତେ ଗାଡ଼, ପୁର ତହିଁ ପଡ଼ି ମୋର ମାଂସ ହାଡ଼। ସେ ସତ୍ୟବାଦୀଠାରୁ 1909 ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରସିଦ୍ଧ ଦୈନିକ ସମ୍ବାଦପତ୍ର ସମାଜ ତାଙ୍କ ଦ୍ୱାରା ପ୍ରଥମେ ପ୍ରକାଶିତ ହୋଇଥିଲା। ଜନମାସରେ ସେ ଉତ୍କଳମଣି ଭାବେ ପରିଚିତ ଥିଲେ। ଜନମାନସରେ ସେ
ଉତ୍କଳମଣି ଭାବେ ପରିଚିତ ଥିଲେ। 1928 ଜୁନ୍ ମାସ 17 ତାରିଖରେ ସେ ମହାନ ଦେଶ ସେବକ ପରଲୋକ ଗମନ କରିଥିଲେ। ଏତିକି ମସିହାରେ ସେ ମୃତ୍ୟୁବରଣ କରିଲେ। ଏହା ଥିଲା ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂକ୍ଷିପ୍ତ କ୍ଷିପଣୀ। ମୋ ତରଫରୁ ଥ୍ୟାଙ୍କ ୟୁ।